ଆଜିର ସକାଳଟି ଆରମ୍ଭ ହେଇଥିଲା ଗରମ ଗରମ ଇଟିଲି ଉପମା ଓ ସମ୍ବର ସହିତ। ଆଜି ଖାଇବାଟା ପୁରା ଜମିଯିବ। ଆଉ ଇଏ ଦୁଇ ଜଣ ତ ପେଟ ପୂଜା ଆଗ କରିସାରିଲେଣି। ଆଉ ଭାଇ ଏଠି କାନ୍ଦୁଛନ୍ତି କାରଣ ଆମେ ଖୁବ୍ ଶୀଘ୍ର ଗାଁକୁ ପଳେଇବୁ। ଏ ପିଲାକୁ ଦେଖ, ଗୋଟେ ଇଟିଲି ଦେଇଥିଲି ସେ ତାକୁ ପାଣି ପୁରେଇ ତାକୁ ଚକଡ଼ି ସାରିଲାଣି। ଏ ପିଲାକୁ ଆଉ ପାରି ହେବନି। ଆଜିର ଖରାବେଳେ ଗେଲୁ ମାମା ପୁରା କାନ୍ଦୁଛନ୍ତି କାରଣ ତାଙ୍କର ଗୋଲାପ ଜାମୁ ଖାଇବାର ଅଛି। ଆଜି ଭାତ ଡାଲମା ଭଜା ଆଉ ଆମ୍ବୁର ପାଗଟା ହେଇଛି, ତାଙ୍କର ସେଇଟା ଚଏସ୍ ନୁହଁ। ଗୁଡୁନ ମାମା ଏଠି କହିଲେ, ମାମା ମୁଁ ତମ ହାତରେ ଟିକେ ମେହେନ୍ଦି କରିଦେବି। ମେହେନ୍ଦି କରିଦେଲେ ପୁରା ଡିଜାଇନ୍। ଆଉ ଆଜିର ସନ୍ଧ୍ୟାରେ ଆମେ ଚାଲିଗଲୁ ମାର୍କେଟ କାରଣ ଗେଲୁ ମାମାଙ୍କର ଡିମାଣ୍ଡ ଥିଲା ଗୋଲାପ ଜାମୁନ ଖାଇବାକୁ। ଆସେ ଗୋଲାପ ଜାମୁନ ଖାଇ ବହୁତ ଏନ୍ଜୟ କଲେ। ଆପଣମାନେ ମୋ ଚ୍ୟାନେଲକୁ ପ୍ଲିଜ୍ ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜିର ସନ୍ଧ୍ୟାରେ ଆମେ ଆସିଥିଲୁ ଭାଇଙ୍କ ରୁମ୍କୁ। ଆଉ ଆସୁ ଆସୁ ଭାଇ ଦେଇଦେଲେ ଗେଲୁ ମାମାକୁ ସରପ୍ରାଇଜ୍। ତାଙ୍କ ପାଇଁ ଗୋଟେ ଡ୍ରେସ୍ ଆଉ ବୁକ୍ ମଧ୍ୟ ଆଣିଥିଲେ। ଗେଲୁ ମାମା ବି ତାଙ୍କ ବଡ଼ ବାପାକୁ ଥ୍ୟାଙ୍କ ୟୁ କହିଲେ। ଏଇଠି ରହିଯାଉଛି, ବାଏ ବାଏ।